এই গাইজ ওয়েলকাম ব্যাক টু মাই চ্যানেল হ্যাপি উইথ মৌসুমি। আশা করি সবাই ভালো আছেন, আমি ভালো আছি। আজকে আমি এসেছি ভুবনেশ্বরের সায়েন্স মিউজিয়ামে, যেখানে এক পোর্শনে করেছে ডাইনোসর অ্যালাইভ, মানে রোবোটিক সাউন্ড, রোবোটিকভাবে এরা হাত পা নাড়াবে আর সাউন্ড হবে। তো দেখুন, দেখ ওটা ভালো লাগছে। বলবো দেখ ପ୍ଲେଟ୍ ସଦୃଶ ଦୁଇ ଧାଡ଼ି ଅଙ୍ଗ ଓ ଆକ୍ରମଣ ନିମନ୍ତେ ଲାଞ୍ଜର ଅଗ୍ରଭାଗରେ ସୁତୀକ୍ଷ୍ଣ କଣ୍ଟାମାନ ଥିଲା। ଏହି ଜୀବିଟି ଆକ୍ରମଣ ଓ ଆତ୍ମରକ୍ଷା ନିମନ୍ତେ ନିଜର ହାଡ଼ୁଆ ଶିରକୁ ବ୍ୟବହାର କରୁଥିଲା। ବିଭିନ୍ନ ବିଶାଳକାୟ ଜୀବ ଟେରୋନୋଡନକୁ ଦେଖନ୍ତୁ। ବସିଥିବା ଏକ ଆଦିମ ସ୍ତନ୍ୟପାୟୀ ପ୍ରାଣୀ ଲେମୁରକୁ ଦେଖନ୍ତୁ। ଏହାର ଥିଲା ବଡ଼ ବଡ଼ ଆଖି, ବଳିଷ୍ଠ ଅଙ୍ଗ ପ୍ରତ୍ୟଙ୍ଗ, ଏକ ପ୍ରାଣୀ ଗ୍ଲିପ୍ଟନ୍। ଏହା ଥିଲା ଏବେକାର ଆର୍ମେନିକ ଜୀବର ପୂର୍ବଜ। ଏହା ଥିଲା ହାତୀମାନଙ୍କର ପୂର୍ବଜ, ମାତ୍ର ଏହାର କୌଣସି ଶୁଣ୍ଢ ନଥିଲା। ଏବେକା ହାତୀମାନଙ୍କର ଦାନ୍ତ ଉପର ପାଟିରୁ ନିର୍ଗତ ହୋଇଥିବା ବେଳେ ଏହାର ଦାନ୍ତ ତଳ ପାଟିରୁ ହିଁ ବାହାରିଥିଲା। ଉଇଣ୍ଟରଫେରିୟମ, ଯାହା ଏବେକାର ଗଣ୍ଡାମାନଙ୍କର ପୂର୍ବଜ। ଏବଂ ପୃଥିବୀର ଅଧିକାଂଶ ଅଞ୍ଚଳ ବରଫ ଓ ତୁଷାରରେ ଢାଙ୍କି ହୋଇଗଲା। ଇତିହାସରେ ଏହି ସମୟକୁ ତୁଷାର ଯୁଗ କୁହାଯାଏ। ପ୍ରଚଣ୍ଡ ଶୀତ ଶୈଳ ପାଇଁ ଅନେକ ଜୀବ ମୃତ୍ୟୁବରଣ କଲେ। ଇଏ ହେଉଛି ଲୋମଶ ଗଣ୍ଡା ବା ମିନି ଡାଇନୋସର, ଯାହା ନିଜର ବହୁଳ ଲୋମ ଆବରଣ ଯୋଗୁଁ ତୁଷାର ଯୁଗର ପ୍ରଚଣ୍ଡ ଶୀତ କରି ବଞ୍ଚି ରହିଥିଲା। চলে চলে